ভিডিও করো। এইটা হচ্ছে মোর পଣ୍ଡিচেরি ব্লক 4 দুইটা তিনটা সରିଯାଇଛି এটা 4 ନମ୍ବର এটা ଲାଷ୍ଟ ବ୍ଲଗ୍ ସାଙ୍ଗମାନେ ଏଇଟା ହେଉଛି ଲାଷ୍ଟ କ'ଣ ପାଇଁ ନା ଆମେ ଦେଖନ୍ତୁ ଆମେ ବସିଛୁ ଏରୋଡ୍ରମ୍ରେ ତ ଫ୍ଲାଇଟ୍ର ମାନେ ସବୁ ଚେକିଂ ୱେକିଂ କରିକି ମାନେ ବସିଛୁ ଆଉ ଟିକେ ୱେଟ୍ କରିବୁ 40-45 ମିନିଟ୍ ତାପରେ ଆମେ ଗଲୁ ଆଉ ଫ୍ଲାଇଟ୍ରେ ଦେଖନ୍ତୁ ବସିକି ଗଲୁଣି ତ ଆପଣମାନେ ଆଜିର ଏଇ ଫ୍ଲାଇଟ୍ ଭିଡ଼ିଓଟା ଦେଖୁଥାନ୍ତୁ କାହାକୁ କାହାକୁ ଉଡ଼ାଜାହାଜରେ ବସିବାକୁ ବହୁତ ଭଲ ଲାଗେ ମୋତେ ବହୁତ ଭଲ ଲାଗୁଥିଲା ବଟ୍ ଯେଉଁ ଅହମ୍ମଦାବାଦ ପ୍ଲେନ୍ କ୍ରାଶ୍ ହେଲା ତାପରଠୁ ଟିକେ ଭୟ ଆସୁଛି ମୁଁ ଦେଖିଥିବେ ବ୍ଲଗ୍ 3ରେ ବି ଭୟ ବିଷୟରେ କହିଛି ସେଇ ଭୟ ଆସିଥିଲା ବଟ୍ ମୋ ମାଆଙ୍କ ନାମ ଜପ କରିଲି ଧୀରେ ଧୀରେ ସେ ଭୟ ଚାଲି ଯାଉଥିଲା ସେ ଏମିତି ଆସିବ କିନ୍ତୁ ଆପଣମାନେ ସବୁବେଳେ ଠାକୁରଙ୍କ ଶରଣାଗତ ସେଇ ଭୟ ତ ଆଜିର ଅନୁଚିନ୍ତାଟି ଆପଣମାନଙ୍କୁ ପଢ଼ିକି ଶୁଣାଇବି ଆଉ ଗୋଟେ ତ ସେଇ ଟାଇଟଲଟି ହେଲା ଭଗବାନଙ୍କର ଭକ୍ତ ଓ ଭଗବାନଙ୍କର ବନ୍ଧୁ ମଧ୍ୟରେ ଶ୍ରେଷ୍ଠ କିଏ ଭଗବାନଙ୍କର ଭକ୍ତ ଓ ଭଗବାନଙ୍କର ବନ୍ଧୁ ମଧ୍ୟରେ ଶ୍ରେଷ୍ଠ କିଏ ବଢ଼ିଆ ଟାଇଟଲଟା ହେଇଛି ତ ସମରିଟି ପଢ଼ିକି ଶୁଣାଇବା ଆଗରୁ କହି ରଖିବି ପ୍ଲିଜ୍ ମୋର ଭିଡ଼ିଓକୁ ଲାଇକ୍ ସେୟାର କମେଣ୍ଟ ଆଉ ସବସ୍କ୍ରାଇବ୍ କରିଦେବେ ଟାଇଟଲ ତ ଜାଣିଲେ ଭଗବାନଙ୍କର ଭକ୍ତ ଓ ଭଗବାନଙ୍କର ବନ୍ଧୁ ମଧ୍ୟରେ ଶ୍ରେଷ୍ଠ କିଏ ସମରିଟି ପଢ଼ିକି ଶୁଣାଉଛି ଭଗବାନଙ୍କର ବନ୍ଧୁ ଓ ଭଗବାନଙ୍କର ଭକ୍ତ ମଧ୍ୟରେ ବନ୍ଧୁ ନିଶ୍ଚିତ ଭାବରେ ଶ୍ରେଷ୍ଠ ବୋଲି ପରିଗଣିତ ହୁଅନ୍ତି କାରଣ ଭକ୍ତ ଯାହା ମାଗନ୍ତି ଭଗବାନ ତାକୁ ଦିଅନ୍ତି କିନ୍ତୁ ଯେତେବେଳେ ଜଣେ ଭଗବାନଙ୍କର ବନ୍ଧୁ ହୋଇଯାଏ ଭଗବାନ ତାଙ୍କ ନିଜକୁ ଦେଇଦିଅନ୍ତି ଭଗବାନ ନିଜେ ସେଇ ବନ୍ଧୁଙ୍କୁ ନିଜକୁ ନିଜେ ଦେଇଦିଅନ୍ତି ଭଗବାନ ଶ୍ରୀକୃଷ୍ଣ କେବଳ ବନ୍ଧୁ ଅର୍ଜୁନଙ୍କ ଗୀତାର ଜ୍ଞାନ ପ୍ରଦାନ କରିଥିଲେ ନିଜର ବିଶ୍ୱରୂପ ଦର୍ଶନ କରାଇଥିଲେ ମାତ୍ର ଭକ୍ତ ବିଦୁର ଉଦ୍ଧବ ଓ ଅକ୍ରୁରଙ୍କୁ କେବଳ ଯାହା ଆବଶ୍ୟକ ତାହା ଦେଇଥିଲେ ସେମାନଙ୍କୁ ବିଶ୍ୱରୂପ ଦର୍ଶନ କରାଇ ନଥିଲେ କି ଗୀତାର ପୂର୍ଣ୍ଣ ଜ୍ଞାନ ପ୍ରଦାନ କରିନଥିଲେ ଜଣେ ଦାନୀ ଯିଏ ଘୋଷଣା କରିଥିଲେ କି ଯିଏ ଯାହା ମାଗିବ ତାକୁ ଦିଆଯିବ ଜଣେ ଗରିବ ପଣ୍ଡିତ ବ୍ରାହ୍ମଣ ଭାବିଲେ ଯାହା ଆଣିଲେ ତ ଦିନେ ଶେଷ ହୋଇଯିବ ଏମିତି କିଛି ମାଗିବି ଯାହା ଶେଷ ହେବ ନାହିଁ 3-4 ଦିନ ବହୁତ ଚିନ୍ତା କରି ସ୍ଥିର କଲେ ରାଜାଙ୍କ ପାଖକୁ ଯିବେ ରାଜାଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ସେ କହିଲେ ମୋର ଧନ ସମ୍ପଦ କିଛି ଦରକାର ନାହିଁ ଆପଣ ବର୍ଷକରେ ଥରେ ମୋ ଘରକୁ ବନ୍ଧୁ ଭାବରେ ଆସିବେ ଏପରି ଅଦ୍ଭୁତ କଥା ଶୁଣି ରାଜା ବହୁତ ଖୁସି ହୋଇଗଲେ ମନ୍ତ୍ରୀ ଓ ସେନାପତିଙ୍କୁ ଗରିବ ପଣ୍ଡିତ ଘରକୁ ଯିବାର ତାରିଖଟି ଜଣାଇ ଦେଲେ ମନ୍ତ୍ରୀ ଓ ସେନାପତି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିଦେଲେ ସେ ଗାଁ ରାସ୍ତାକୁ ପକ୍କା କରିଦେଲେ ରାସ୍ତାର ଉଭୟ କଡ଼ରେ ସୁନ୍ଦର ଫୁଲ ଗଛ ଓ ଫଳ ଗଛ ଲଗାଇଲେ ବଡ଼ ପୋଖରୀ ଖୋଳାଇ ମାର୍ବଲର ପାହାଚ ଖଞ୍ଜି ଦେଲେ ସେ ଗାଁରେ ଥିବା ସବୁ ଝୁମ୍ପୁଡ଼ି ଘରକୁ ଭାଙ୍ଗି କୋଠାଘର ବନେଇ ଦେଲେ ରାଜାଙ୍କ ବିଶ୍ରାମ ପାଇଁ ରାଜପ୍ରସାଦ ଭଳି କୋଠା ବନେଇ ଦେଲେ ଓ ରାଜାଙ୍କ ପାରିଷଦ ବର୍ଗଙ୍କ ବିଶ୍ରାମ ପାଇଁ ମଧ୍ୟ କୋଠାଘର ନିର୍ମାଣ କରାଗଲା ଗରିବ ପଣ୍ଡିତର ଖର୍ଚ୍ଚ ପାଇଁ ତାଙ୍କୁ ପ୍ରଚୁର ଟଙ୍କା ଓ ସୁନାରୂପା ଭର୍ତ୍ତି ବାକ୍ସ ଦିଆଗଲା ଗାଁଟିର ରୂପ ପୂରାପୂରି ବଦଳିଗଲା ଗରିବ ପଣ୍ଡିତଙ୍କ ଯୋଗୁଁ ପ୍ରତିବର୍ଷ ରାଜା ତାଙ୍କର ବନ୍ଧୁ ହୋଇ ଆସିବାରୁ ସେ ଗାଁରେ ବ୍ୟବସାୟ ଭଲ ଚାଲିଲା ଲୋକମାନେ ଅଧିକ ରୋଜଗାର କଲେ ଏବେ ମୂଳ କଥାକୁ ଫେରି ଆସିବା ଆପଣମାନେ ଭଗବାନଙ୍କର ବନ୍ଧୁ ହେବାକୁ ଚାହାନ୍ତି ନା ଭକ୍ତଟିଏ ହୋଇ ରହିବାକୁ ଚାହାନ୍ତି ଆପଣମାନଙ୍କ ଉପରେ ନିର୍ଭର କରେ କିନ୍ତୁ ଗୋଟିଏ କଥା ମନେ ରଖିଥାନ୍ତୁ ଭଗବାନଙ୍କର ବନ୍ଧୁ ହେବା ଏତେ ସହଜ କଥା ନୁହେଁ
ଜଣେ ବନ୍ଧୁ ହେବାକୁ ହେଲେ ସମସ୍ତ ପ୍ରକାର ସଂକୀର୍ଣ୍ଣତାରୁ ମୁକ୍ତ ହୋଇଥିବା ନିହାତି ଆବଶ୍ୟକ। ସମସ୍ତ ପ୍ରକାର ସଂକୀର୍ଣ୍ଣତାରୁ ମୁକ୍ତ ହୋଇଥିବା ନିହାତି ଆବଶ୍ୟକ। ସଂକୀର୍ଣ୍ଣତା ମାନେ କ'ଣ ସାଙ୍ଗମାନେ? ଏଇଟା ମୁଁ ନିଶ୍ଚିତ ନେକ୍ସଟ ବ୍ଲଗ୍ରେ ଆପଣମାନଙ୍କୁ ବୁଝାଇକି କହିବି। ତ ଠାକୁରଙ୍କର ଆପଣମାନଙ୍କୁ ସମରୀଟି ସତରେ କେମିତି ଲାଗିଲା? ବଢ଼ିଆ ଲାଗିଲା ନା? ତ ମୁଁ ତ ଭକ୍ତ ବି ଆଉ ମୋ ବନ୍ଧୁ ବି, ମୋର ମା ସବୁ କିଛି ସେ। ତ ଦେଖୁଛନ୍ତି ସେଇ ଯେଉଁ ଦାନି ରାଜା ଘୋଷଣା କରିଥିଲେ ଯେ ଯାହା ମାଗିବ ଦିଆଯିବ, ସେ ଗରିବ ପଣ୍ଡିତଟି କେତେ ଚାଲାକ କଲା କି ସେ ତାଙ୍କୁ ରାଜାଙ୍କୁ ହିଁ ବନ୍ଧୁ କରିଦେଲା। ରାଜା ଯେହେତୁ ବନ୍ଧୁ ହୋଇଗଲେ, ରାଜା ସେଇଠୁ ବର୍ଷକୁ ଥରେ ଆସିବେ। ଥରେ ଆସିବାକୁ ହେଲେ ଯେମିତିକି ଆମର ପ୍ରାଇମ୍ ମିନିଷ୍ଟର ଆସିଲା, ରାସ୍ତାଘାଟ ସଫା ଚିକ୍ ଚାକ୍ କରିଦିଆଯାଉଛି। ମନେକର ଓଡ଼ିଶା ଗସ୍ତରେ, ଭୁବନେଶ୍ୱର ଗସ୍ତରେ ଆସିଲେ ଆହୁରି ପରିଷ୍କାର ପରିଚ୍ଛନ୍ନ, ଯେଉଁ ଅଞ୍ଚଳକୁ ବି ଯାଆନ୍ତୁ ଯେମିତି ପାୱାରଫୁଲ୍, ସେମିତି ରାଜା ଆସିବେ କହିକି ସେ ଗରିବ ପଣ୍ଡିତର ଗାଁର ହୁଲିଆ ବି ଚେଞ୍ଜ ହେଇଗଲା, ତା'ର ଘର ଦ୍ୱାର ହେଇଗଲା, ସମ୍ପତ୍ତି ବାଡ଼ି ହେଇଗଲା, ଯେଉଁମାନେ ଚାରିଆଡ଼େ ରାସ୍ତାଘାଟ ନିର୍ମାଣ ହେଇଗଲା, ସବୁ ହେଇଗଲା। ତ ପ୍ରକୃତରେ ବନ୍ଧୁ ହିଁ ହେଲା ବେଳକୁ ବନ୍ଧୁ ଡିମାଣ୍ଡ କଲା, ତ ରାଜା କେମିତି ପୁରା ତା'ର ନଅରକୁ, ତା'ର ଯେଉଁ ଗାଁଟାକୁ ପୁରା ଟୋଟାଲି ଚେଞ୍ଜ କରିଦେଲେ ଆଉ ରାଜନଅର ଭଳିଆ କରିଦେଲେ। ତ ଆପଣମାନେ କେମିତି ଏଇଟାକୁ ମାନେ କେମିତି ନେଲେ ଏଇ ଯେଉଁ ଅନୁଚିନ୍ତାଟିକୁ? ମୋତେ ତ ବହୁତ ଭଲ ଲାଗିଲା। ଆକ୍ଚୁଆଲି ଠାକୁରଙ୍କର ବନ୍ଧୁ ବି ହେବା ଉଚିତ ଆଉ ଭକ୍ତ ବି ହେବା ଉଚିତ। ମୁଁ ତ ଦୁଇଟା ହେବି, ଭକ୍ତ ବି ହେବି ଆଉ ବନ୍ଧୁ ବି ହେବି। ଆପଣମାନେ କ'ଣ ହେବେ ସାଙ୍ଗମାନେ? ଭକ୍ତ ହେବେ ନା ବନ୍ଧୁ ହେବେ? ଆପଣମାନଙ୍କୁ କ'ଣ ଲାଗିଲା ମୋତେ କହିବେ କମେଣ୍ଟ ଜରିଆରେ। ପ୍ଲିଜ୍ ମୋର ବ୍ଲଗ୍ସକୁ ବହୁତ ଭଲ ପାଇବା ଦେଇ ଲାଇକ୍, ସେୟାର, କମେଣ୍ଟ, ସବସ୍କ୍ରାଇବ୍ କରିଦେବେ। ରହୁଛି, ବାଏ ବାଏ, ଜୟ ଜଗନ୍ନାଥ, ନମସ୍କାର। ତ ଠିକ୍ ଅଛି, ରହୁଛି, ବାଏ ବାଏ।